ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ। ତ +2 ସେକେଣ୍ଡ ଇୟର ପିଲା, ତ ଆର୍ଟ୍ସ ଯୋଉମାନଙ୍କର ଆର୍ଟ୍ସ ଅଛି ଯୋଉମାନଙ୍କର ଲଜିକ ଅଛି ଆର୍ଟ୍ସ ପିଲାମାନେ, ତ ଲଜିକର ମୁଁ ନେଇ ଆସିଛି ତମର 80 ମାର୍କର କ୍ୱେଶ୍ଚିନ୍। ତ ଲଜିକ ବହୁତ ଗୁରୁତ୍ୱପୂର୍ଣ୍ଣ। ତ 80 ମାର୍କର ଯୋଉମାନେ ମୂଳରୁ ପଢିନ, ତ ମାରାଥନ କ୍ଲାସ ଆମେ ଆଲୋଚନା କରିବା ଯୋଉଟା VST ଭେରି ସିମିଲାର ଟେଷ୍ଟ ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା ଲଜିକର କଣ ନା 80 ମାର୍କିୟ କ୍ୱେଶ୍ଚିନ୍ ଆନ୍ସର ଉପରେ। ବୁଝିହେଲା? ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ କରିଦେବ, ବେଲ ଆଇକନକୁ ଦବାଇଦେବ, ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ ସେୟାର କରିଦେବ। ସମସ୍ତଙ୍କୁ ମୋ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ରାଧେ ରାଧେ ପିଲାମାନେ। ତ ଚାଲ ଆମେ କଣ ନା କ୍ୱେଶ୍ଚିନ୍ ଆନ୍ସର ଯିବା। ପ୍ରଥମେ ତମର 5ଟା MCQ ସରି 21ଟି MCQ କ୍ୱେଶ୍ଚିନ୍ ତମ ମାନଙ୍କର 21ଟି MCQ କ୍ୱେଶ୍ଚିନ୍, ତାପରେ 2 ମାର୍କିଆ 3 ମାର୍କିଆ ଆଲୋଚନା କରିବା। ତ 21ଟି କ୍ୱେଶ୍ଚିନ୍ MCQ କଣ ଦେଇଛି ଦେଖିବା। ଫେସୋପା କେଉଁ ନ୍ୟାୟ ରୂପକୁ ସାକ୍ଷାତ ଭାବେ ରୂପାନ୍ତରିତ ହେବ? ଫେସୋପା ବାର୍ବରା, ସେଲାରେଣ୍ଟ, ଫେରିଉଡାରି। କଣ ହବ ନା ଫେସୋପା ହେଇଯିବ ତମର କଣ ନ୍ୟାୟ ରୂପକୁ ସାକ୍ଷାତ ରୂପାନ୍ତରୀକରଣ। ସାକ୍ଷାତ ଫେସୋପାର କଣ ହବ ନା ଫେସୋପାର ପିଲାମାନେ ତମର କଣ ନା ଫେସୋପାର ହେଇଯିବ ଫେରିଓ। କଣ ନା ଫେସୋପାର ହବ ଫେରିଓ। ତାପରେ ସନ୍ଧ୍ୟା ଆସିଲା କଣ ଏକ ସରଳ ଭାବାତ୍ମକ ଦ୍ୱିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତ କଣ ଅଟେ? ଏକ ସରଳ ଭାବାତ୍ମକ ଦ୍ୱିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତ କଣ ଅଟେ? ନିରପେକ୍ଷ ତର୍କବାକ୍ୟ, ବୈକଳ୍ପିକ ତର୍କବାକ୍ୟ, ପ୍ରାକଳ୍ପିକ ତର୍କବାକ୍ୟ, ବିଯୋଜକ ତର୍କବାକ୍ୟ। କଣ ହବ ନା ନିରପେକ୍ଷ ତର୍କବାକ୍ୟ। ନେକ୍ସଟ, ଏକ ଜଟିଳ ଭାବାତ୍ମକ ଦ୍ୱିଶୃଙ୍ଗକ ନ୍ୟାୟର ସିଦ୍ଧାନ୍ତ କଣ ଅଟେ? କଣ ଅଟେ? ନିରପେକ୍ଷ ତର୍କବାକ୍ୟ, ପ୍ରାକଳ୍ପିକ ତର୍କବାକ୍ୟ, ବୈକଳ୍ପିକ ତର୍କବାକ୍ୟ, ବିଯୋଜକ ତର୍କବାକ୍ୟ। କେଉଁ ତର୍କବାକ୍ୟ ନା ବିଯୋଜକ ତର୍କବାକ୍ୟ। ନେକ୍ସଟ, ସାମଷ୍ଟ୍ରେସକୁ ଅସାକ୍ଷାତ ରୂପାନ୍ତରୀକରଣରେ କେଉଁ ନ୍ୟାୟରୁ ସିଦ୍ଧ ନ୍ୟାୟ ରୂପକୁ ରୂପାନ୍ତରିତ କରିହୁଏ? ତ ବାର୍ବରା, ସେଲାରେଣ୍ଟ, ଡାରି, ଫେରିଓ। ତ ସାମଷ୍ଟ୍ରେସକୁ ଅସାକ୍ଷାତ ରୂପାନ୍ତରୀକରଣ କିଏ କରିବ ପିଲାମାନେ ନା ଡାରି। କିଏ ନା ଡାରି। ନେକ୍ସଟ, ଡିମାମିସକୁ ସାକ୍ଷାତ ରୂପାନ୍ତରୀକରଣ କେଉଁ ସିଦ୍ଧ କରିବ? ବାର୍ବରା, ସେଲାରେଣ୍ଟ, ଡାରି। ତ ସାକ୍ଷାତ କହିଲେ ଡିମାମିସ ମାନେ ଆଗରେ କଣ ପ୍ରଥମ ଅକ୍ଷର ଡି, ଏଟା ହବ ଡାରି। ତାପରେ ଯଦି କ ଖ ହୁଏ ତେବେ ଗ ଘ ହୁଏ, ଯଦି ଚ ଛ ହୁଏ ତେବେ ଜ ଝ ହୁଏ, ହୁଏତ କ ଖ ଅଥବା ଚ ଛ, ହୁଏତ ଗ ଘ ଅଥବା ଜ ଝ। ଏହା କି ପ୍ରକାର ଯୁକ୍ତି? ସରଳ ଭାବାତ୍ମକ, ସରଳ ନିଷେଧାତ୍ମକ, ଜଟିଳ ଭାବାତ୍ମକ, ଜଟିଳ ନିଷେଧାତ୍ମକ। କଣ ହବ ନା ଜଟିଳ ଭାବାତ୍ମକ। ନେକ୍ସଟ, ନିମ୍ନ ପ୍ରଦତ୍ତ ଯୁକ୍ତିରେ ଥିବା ତର୍କ ଦୋଷଟି ଜଳ ତରଳ, ବରଫ ଜଳ, ବରଫ ତରଳ, ଉପାଧି ଦୁଷ୍ଟ ଦୋଷ, ଅବ୍ୟାପ୍ୟ ହେତୁପଦ ଦୋଷ, ସମାହାର ଦୋଷ, ଦୁଷ୍ଟଚରଣ ଦୋଷ। କେଉଁ ଦୋଷ ହବ ଏଇଟା ନା ହେଇଯିବ ଏଇଟା ଉପାଧି ଦୁଷ୍ଟ ଦୋଷ। ନେକ୍ସଟ, ଏଇଟା କେଉଁଟି ସତ୍ୟ ଫଳନ ନୁହେଁ? କୋଉଟା ଆଦ୍ରୁ ସତ୍ୟ ଫଳନ ନୁହେଁ? ତ ଏଇ କେଉଁଟି ସତ୍ୟ ଫଳନ, କେଉଁଟି ସତ୍ୟ ଫଳନ ପିଲାମାନେ ଏଇଟା ନୁହେଁ, ଏଟା ହବନି। କେଉଁଟି ସତ୍ୟ ଫଳନ, ଏଇଟା କ୍ୱେଶ୍ଚିନ୍ ଟୋଟାଲ ଭୁଲ ଅଛି। ସତ୍ୟ ଫଳନ ନୁହେଁ, କେଉଁଟି ସତ୍ୟ ଫଳନ ନୁହେଁ ନା ଫ ହେଇଯିବ। ଆର ସତ୍ୟ ଫଳନ କାହିଁକିନା ଗୋଟିଏ ଅଛି, ତାହେଲେ ସତ୍ୟ ଫଳନ ସାରଣୀ ଏମିତି। ତ ଯଦି ତ ସତ୍ୟ ଫଳନ ତାହେଲେ ଏମିତି ହେଇଥାନ୍ତା। ଏ କ୍ୱେଶ୍ଚିନ୍ କୁ କ୍ୟାନସଲ କରିଦିଅ ପିଲାମାନେ, ଭୁଲ ଦେଇଛି। କ୍ୱେଶ୍ଚିନ୍ ଦେଇଛି ବି, ଆନ୍ସର ବି ତାର ଗୋଟେ ଦେଇନି। ତାର ଏଇଟା ସମତୁଲ୍ୟର ଚିହ୍ନ କଣ ଅଟେ? ସମତୁଲ୍ୟର, ସମତୁଲ୍ୟଟା କୋଉଟା ନା ଏଇଟା ହଉଛି ସମତୁଲ୍ୟ। ନେକ୍ସଟ, ଦୁଇଟି ତର୍କବାକ୍ୟ କୌଣସି ସ୍ଥିରାଙ୍କ ଦ୍ୱାରା ସମ୍ବନ୍ଧିତ ହେଲେ ସେହି ସମ୍ବନ୍ଧର ସତ୍ୟ ଫଳନ ତଦନ୍ତଗତ ଚଳମାନଙ୍କର ସତ୍ୟ ମିଥ୍ୟା ମୂଲ୍ୟ ଉପରେ ନିର୍ଭର କରେ। ଏହି ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାକୁ କଣ କୁହାଯାଏ? ସତ୍ୟ ଫଳନ, କଣ ନା ସ୍ଥିରାଙ୍କ, ସତ୍ୟ ସାରଣୀ, ଚଳ। କଣ କୁହାଯାଏ? ସତ୍ୟ ସାରଣୀ। ନେକ୍ସଟ, ଶବ୍ଦ ପରିବର୍ତ୍ତେ ଅବାଚନିକ ପ୍ରତୀକର ବ୍ୟବହାର ପାଇଁ କେଉଁ ଚିହ୍ନ ପ୍ରୟୋଗ କରାଯାଏ? ଧନାତ୍ମକ, ପ୍ରତ୍ୟାତ୍ମକ, ଗାଣିତିକ, ଜ୍ୟାମିତିକ। କଣ ନା ପ୍ରତ୍ୟାତ୍ମକ।
ତାପରେ କେତେକ ଆମ୍ବ ମିଠା ଅଟେ ଏଟା ହେଲା ଇ ତର୍କ ବାକ୍ୟର। ଓର ହେଲା କେତେକ ଫଳ ଆମ୍ବ ନୁହେଁ। ଅତଏବ ଓରେ ଦେଲା କେତେକ ଫଳ ମଧ୍ୟ ମିଠା ନୁହେଁ। ଏହା କି ପ୍ରକାର ତର୍କ ଦୋଷ? ଉଭୟ ନଜରଥକ ହେତୁ ବାକ୍ୟ ଦୋଷ, ଉଭୟ ବିଶେଷ ହେତୁ ବାକ୍ୟ ଦୋଷ, ଅବୈଧ ସାଧ୍ୟତା କୌଣସି ନୁହେଁ। କଣ ହବ ନା ଉଭୟ ବିଶେଷ ହେତୁ ବାକ୍ୟ ଦୋଷ। ନେକ୍ସଟ, କେଉଁ ପଦ୍ଧତିକୁ ଗୋଟିଏ ପରୀକ୍ଷଣ ପଦ୍ଧତି କୁହାଯାଏ? ଅନ୍ୱୟ ପଦ୍ଧତି, ବ୍ୟତିରେକ ପଦ୍ଧତି, ସଂଯୁକ୍ତ ପଦ୍ଧତି, ପରିଶେଷ ପଦ୍ଧତି। କେଉଁ ପଦ୍ଧତି ନା ବ୍ୟତିରେକ ପଦ୍ଧତିକୁ କଣ ନା ଗୋଟିଏ ପରୀକ୍ଷଣ ପଦ୍ଧତି କୁହାଯାଏ। ନେକ୍ସଟ, କେଉଁ ପଦ୍ଧତିକୁ ଗୋଟିଏ ପ୍ରାମାଣିକ ପଦ୍ଧତି କୁହାଯାଏ? ଅନ୍ୱୟ ପଦ୍ଧତି, ବ୍ୟତିରେକ ପଦ୍ଧତି, ସଂଯୁକ୍ତ ପଦ୍ଧତି, ପରିଶେଷ ପଦ୍ଧତି। କଣ ହବ ନା ବ୍ୟତିରେକ ପଦ୍ଧତି। ନେକ୍ସଟ, କେଉଁ ପଦ୍ଧତି ଦ୍ୱାରା ଆମେ କାର୍ଯ୍ୟରୁ କାରଣକୁ ଗତି କରିପାରିବା ନାହିଁ? ଅନ୍ୱୟ ପଦ୍ଧତି, ବ୍ୟତିରେକ ପଦ୍ଧତି, ସଂଯୁକ୍ତ ପଦ୍ଧତି, ପରିଶେଷ ପଦ୍ଧତି। କଣ ହବ ନା ବ୍ୟତିରେକ ପଦ୍ଧତି। ନେକ୍ସଟ, କେଉଁ ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରୟୋଗ ହୋଇପାରେ ନାହିଁ? ଅନ୍ୱୟ ପଦ୍ଧତି, ବ୍ୟତିରେକ ପଦ୍ଧତି, ସଂଯୁକ୍ତ ପଦ୍ଧତି, ପରିଶେଷ ପଦ୍ଧତି। କେଉଁ ପଦ୍ଧତି ନା ବ୍ୟତିରେକ ପଦ୍ଧତି। ନେକ୍ସଟ, କେଉଁ ପଦ୍ଧତି ହେଉଛି ଅନ୍ୱୟ ପଦ୍ଧତି କିମ୍ବା ବ୍ୟତିରେକ ପଦ୍ଧତିର ପରିବର୍ତ୍ତିତ ରୂପ? ଅନ୍ୱୟ ପଦ୍ଧତି, ସଂଯୁକ୍ତ ପଦ୍ଧତି, ସହଚାରୀ ପରିବର୍ତ୍ତନ ପଦ୍ଧତି, ପରିଶେଷ ପଦ୍ଧତି। କେଉଁ ପଦ୍ଧତି ହେଉଛି ଅନ୍ୱୟ ପଦ୍ଧତି କିମ୍ବା ବ୍ୟତିରେକ ପଦ୍ଧତିର ପରିବର୍ତ୍ତିତ ରୂପ ପିଲାମାନେ? ନା ସହଚାରୀ ପରିବର୍ତ୍ତନ ପଦ୍ଧତି। ନେକ୍ସଟ, କେଉଁ ପଦ୍ଧତି କାରଣିକତା ପରିମାଣତଃ ଲକ୍ଷଣ ଉପରେ ଆଧାରିତ? ବ୍ୟତିରେକ ପଦ୍ଧତି, ସହଚାରୀ ପରିବର୍ତ୍ତନ ପଦ୍ଧତି, ସଂଯୁକ୍ତ ପଦ୍ଧତି, ପରିଶେଷ ପଦ୍ଧତି। କଣ ନା ସହଚାରୀ ପରିବର୍ତ୍ତନ ପଦ୍ଧତି। ନେକ୍ସଟ, ଯାହା ବ୍ୟାପେ ତାହାକୁ କଣ କୁହନ୍ତି? ବ୍ୟାପ୍ୟ, ବ୍ୟାପକ, ଅନୁମାନ, କୌଣସି ନୁହେଁ। କଣ ହବ ନା ଯାହା ବ୍ୟାପେ ତାହା ହେଲା ବ୍ୟାପକ। ନେକ୍ସଟ, କେଉଁ ମତରେ କାରଣ କାର୍ଯ୍ୟ ମଧ୍ୟରେ ବ୍ୟାପ୍ତି ସମ୍ବନ୍ଧ ପରିଲକ୍ଷିତ ହୋଇଥାଏ? ବୌଦ୍ଧ ଦର୍ଶନ ମତ, ନ୍ୟାୟ ଦର୍ଶନ ମତ, ବେଦାନ୍ତ ଦର୍ଶନ ମତ, ଚାର୍ବାକ ଦର୍ଶନ ମତ। କଣ ହବ ପିଲାମାନେ ନା ହବ ତମର ବୌଦ୍ଧ ଦର୍ଶନ ମତ। ନେକ୍ସଟ, ଯେଉଁ କର୍ମ କେବଳ ଫଳ ପ୍ରାପ୍ତିର ଆକାଂକ୍ଷା ରଖି କରାଯାଏ ତାହା କେଉଁ କର୍ମ କୁହାଯାଏ? ସକାମ, ବିକାମ, ନିଷ୍କାମ, କୌଣସି ଉତ୍ତର ଠିକ ନୁହେଁ। କଣ ହବ ନା ସକାମ। ତାପରେ ଆସିଲା କଣ ନା 2 ମାର୍କିଆ 7ଟା କ୍ୱେଶ୍ଚିନ୍ କରିବେ। ଦ୍ୱିଶୃଙ୍ଗକ ଯୁକ୍ତିର ପ୍ରକାର ଭେଦ, ସରଳ ଭାବାତ୍ମକ ଦ୍ୱିଶୃଙ୍ଗକ ଯୁକ୍ତି, ସରଳ ନିଷେଧାତ୍ମକ ଦ୍ୱିଶୃଙ୍ଗକ ଯୁକ୍ତି, ଅବୈଧ ସାଧ୍ୟପଦ ଦୋଷ, ବିରୁଦ୍ଧ ଫଳନର କଣ ନା ସତ୍ୟ ସାରଣୀ, ସହକାର୍ଯ୍ୟ କାରଣତା ଦୋଷ। ତାପରେ ଆସିଲା କଣ ପରିଶେଷ ପଦ୍ଧତିର ବୈଶିଷ୍ଟ୍ୟ। ତାପରେ ବ୍ୟତିରେକ ପଦ୍ଧତିର 2ଟି ବୈଶିଷ୍ଟ୍ୟ, ସଂଯୁକ୍ତ ପଦ୍ଧତିର ଲକ୍ଷଣ, ଅଲୌକିକ ପ୍ରତ୍ୟକ୍ଷ, ସମବ୍ୟାପ୍ତି, ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ। 3 ମାର୍କିଆ ଆଇଲା ପୂର୍ବକ ଅସ୍ୱୀକୃତ ଭିତ୍ତିକ ତର୍କ ଦୋଷ ପ୍ରମାଣ କରାଯିବ ଯଦି ସିଦ୍ଧାନ୍ତ ସାମାନ୍ୟ ହୁଏ ତେବେ ହେତୁପଦ କେବଳ ଥରେ ମାତ୍ର ବ୍ୟାପ୍ୟ ହୋଇପାରିବ। ତାପରେ ନେକ୍ସଟ ଥିଲା ପ୍ରମାଣ କରିବା ଯଦି ତ୍ରିପଦୀ ଯୁକ୍ତିରେ ସାଧ୍ୟ ପଦ ତାର ହେତୁ ବାକ୍ୟରେ ବିଦ୍ୟ ହୁଏ ପକ୍ଷାବୟରେ ସାର୍ଥକ ହେବ। ଆପାଦାନ ଫଳନର ସତ୍ୟ ସାରଣୀ କଣ? ସହଚାରୀ ପରିବର୍ତ୍ତନ ପଦ୍ଧତିର ଅପକର୍ଷ, ଚତୁଷ୍ପଦୀ ଦୋଷ କଣ? ତ ଆମର ତ୍ରିପଦୀ ଯୁକ୍ତି 3ଟି ତ ଚତୁଷ୍ପଦୀ 4ଟି ହେଲେ ତ ଦୋଷ ହେଇଗଲା। ତ ଚତୁଷ୍ପଦୀ ଦୋଷ କଣ? ଅନ୍ୱୟ ପଦ୍ଧତିର ଉତ୍କର୍ଷ ଗୁଡିକ କଣ? ସଂଯୁକ୍ତ ପଦ୍ଧତିର ଉତ୍କର୍ଷ, ବ୍ୟତିରେକ ପଦ୍ଧତିର ଅପକର୍ଷ। ତାପରେ ପକ୍ଷ ଧର୍ମତା, ନିଷ୍କାମ କର୍ମ, ଲୌକିକ ପ୍ରତ୍ୟକ୍ଷ, ଅଲୌକିକ ପ୍ରତ୍ୟକ୍ଷ। ତାପରେ ଆସିଲା 8 ମାର୍କିଆ ଶେଷରର ଅସାକ୍ଷାତ ରୂପାନ୍ତରୀକରଣ, ପ୍ରାକଳ୍ପିକ ନିରପେକ୍ଷ ମିଶ୍ର ତ୍ରିପଦୀ ଯୁକ୍ତି କାହାକୁ କୁହନ୍ତି? ଏହାର ପ୍ରକାର ଭେଦ, ନିମ୍ନଲିଖିତ ତର୍କ ଦୋଷ ଗୁଡିକ ଉଦାହରଣ ସହ ବ୍ୟାଖ୍ୟା କର। ଅବୈଧ ସାମାନ୍ୟକରଣ ଦୋଷ, ପ୍ରତିପାଦ୍ୟ ସ୍ୱୀକାର ତର୍କ ଦୋଷ, ଅସିଦ୍ଧ ହେତୁ ଦୋଷ, ନାନୁମିତିକ ତର୍କ ଦୋଷ, ବହୁ ପ୍ରଶ୍ନ ଦୋଷ, ଅବାନ୍ତର ପ୍ରସଙ୍ଗ ଦୋଷ ଗୁଡ଼ିକ ବ୍ୟାଖ୍ୟା। ତାପରେ ନିମ୍ନଲିଖିତ ଯୁକ୍ତିର ସତ୍ୟ ସାରଣ ବୈଧତା ପରୀକ୍ଷା କର। ନ୍ୟାୟ ଅନୁମାନରେ ବ୍ୟାପ୍ତିର ଗୁରୁତ୍ୱ ନିର୍ଦ୍ଧାରଣ କର। ତ ଇଏ ଥିଲା ତମର କଣ ନା ଲଜିକ ର। ତ ତାପରେ ଆନ୍ସର ଦେଖିବା 2 ମାର୍କିଆ 3 ମାର୍କର ଆନ୍ସର ଦେଖିବା।
ପିଲାମାନେ ଦେଖ ପ୍ରଥମ କ୍ୱେଶ୍ଚିନ୍ ଯୋଉ ଥିଲା ଦ୍ୱିଶୃଙ୍ଗକ ଯୁକ୍ତିର ପ୍ରକାରଭେଦ। ନା ଦ୍ୱିଶୃଙ୍ଗକ ଯୁକ୍ତିକୁ ଚାରି ଭାଗରେ ବ୍ୟକ୍ତ କରାଯାଇଛି। କଣ ନା ସରଳ ଭାବାତ୍ମକ, ଜଟିଳ ଭାବାତ୍ମକ, ସରଳ ନିଷେଧାତ୍ମକ, ଜଟିଳ ନିଷେଧାତ୍ମକ। ତାପରେ ଆସିଲା ନେକ୍ସଟ ସରଳ ଭାବାତ୍ମକ ଦ୍ୱିଶୃଙ୍ଗକ ଯୁକ୍ତି କଣ ନା ଯେଉଁ ଦ୍ୱିଶୃଙ୍ଗକ ଯୁକ୍ତିର ସାଧ୍ୟ ଭାବରେ ଥିବା ପୂର୍ବକଦୟକୁ ପକ୍ଷାବୟରେ ବୈକଳ୍ପିକ ଭାବେ ସ୍ୱୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ନିରପେକ୍ଷ ଭାବେ ସ୍ୱୀକାର କରାଯାଏ ତାହାକୁ ସରଳ ଭାବାତ୍ମକ ଦ୍ୱିଶୃଙ୍ଗକ ଯୁକ୍ତି କୁହାଯାଏ। ଉଦାହରଣ ଯଦି କ ଖ ହୁଏ ତେବେ ଗ ଘ ହୁଏ, ଯଦି ପ ଫ ହୁଏ ତେବେ ଗ ଘ ହୁଏ, ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ, ଅତଏବ ଗ ଘ ହୁଏ। ତାପରେ ସରଳ ନିଷେଧାତ୍ମକ ଦ୍ୱିଶୃଙ୍ଗକ ଯୁକ୍ତି ଯେଉଁ ଦ୍ୱିଶୃଙ୍ଗକ ଯୁକ୍ତିର ସାଧ୍ୟ ଭାବରେ ଥିବା ଅନୁଗଦୟକୁ ପକ୍ଷ ଭାବରେ ଅସ୍ୱୀକାର କରି ସିଦ୍ଧାନ୍ତରେ ପୂର୍ବକଦୟକୁ ଅସ୍ୱୀକାର କରାଯାଏ ଏବଂ ପୂର୍ବକଦୟରୁ ନିରପେକ୍ଷ ସିଦ୍ଧାନ୍ତ ଗ୍ରହଣ କରାଯାଏ ତାହାକୁ ସରଳ ନିଷେଧାତ୍ମକ ଦ୍ୱିଶୃଙ୍ଗକ ଯୁକ୍ତି କୁହାଯାଏ। ଉଦାହରଣ ଯଦି କ ଖ ହୁଏ ତେବେ ଗ ଘ ହୁଏ, ଯଦି କ ଖ ହୁଏ ତେବେ ଛ ଛ ହୁଏ, ତ ଗ ଘ ହୁଏ ନାହିଁ କିମ୍ବା ଛ ଛ ହୁଏ ନାହିଁ, କ ଖ ହୁଏ ନାହିଁ। ଅବୈଧ ସାଧ୍ୟପଦ ଦୋଷକ ନା କୌଣସି ତ୍ରିପଦୀ ଯୁକ୍ତିରେ ଯଦି ସାଧ୍ୟପଦ ସାଧ୍ୟ ଭାବରେ ଅବ୍ୟାପ୍ୟ ଅଥଚ ସିଦ୍ଧାନ୍ତରେ ବ୍ୟାପ୍ୟ ହୁଏ ତେବେ ଯୁକ୍ତିଟିର ଅବୈଧ ସାଧ୍ୟତା ଦୋଷଜାତ ହୁଏ। ସମସ୍ତ ଦାର୍ଶନିକ ପଣ୍ଡିତ ଅଟନ୍ତି ଆ, କୌଣସି ଅସାମାଜିକ ବ୍ୟକ୍ତି ଦାର୍ଶନିକ ନୁହନ୍ତି ଏ, କୌଣସି ଅସାମାଜିକ ବ୍ୟକ୍ତି ପଣ୍ଡିତ ନୁହନ୍ତି ଏ। ତାପରେ ଆସିଲା କଣ ନା ବିରୁଦ୍ଧ ଫଳନର ସତ୍ୟ ସାରଣୀ। ନା ଗୋଟିଏ ତର୍କ ବାକ୍ୟ ସତ୍ୟ ହେଲେ ତାର ବିରୁଦ୍ଧ ତର୍କ ବାକ୍ୟଟି ମିଥ୍ୟା ହୁଏ। ସେହିପରି ଗୋଟିଏ ମିଥ୍ୟା କଣ ନା ହେଲେ ତାହାର ବିରୁଦ୍ଧଟି ସତ୍ୟ ହୁଏ। ଯଥା ପୁଷ୍ପ ଶ୍ୱେତ ଅଟେ, ସତ୍ୟ ହେଲେ ପୁଷ୍ପ ଶ୍ୱେତ ନୁହେଁ। ମିଥ୍ୟା ଅଟେ, ପୁଷ୍ପ ସତ ଅଟେ ତ ପୁଷ୍ପ ସତ୍ୟ ନୁହଁ, ଏମିତି ତରଙ୍ଗ ଚିହ୍ନ ତ। ଏହାକୁ ନେଇ ସତ୍ୟ ସାରଣୀ ନିମ୍ନୋକ୍ତ ଭାବେ ଗଠନ କରି ହୁଏ। ତ ତାର ମେଟ୍ରିକ ସଂଖ୍ୟା ହଉଛି କଣ ଡବଲ 0 ଅଟେ। ସହକାର୍ଯ୍ୟ କାରଣତା ଦୋଷ କଣ ନା ଅନେକ ସମୟରେ ବାସ୍ତବ କାରଣ ସମ୍ପର୍କରେ ଅଜ୍ଞତାବଶତଃ ଆମ୍ଭେମାନେ ଗୋଟିଏ ସହକାର୍ଯ୍ୟକୁ କାରଣ ବୋଲି ଗ୍ରହଣ କରିନେଉ। ଏହାର କାରଣ ହେଲା ଯେ ଅବାରିତ ଭାବରେ ଗୋଟିଏ ସହକାର୍ଯ୍ୟ ଅନ୍ୟ ଏକ ସହକାର୍ଯ୍ୟର ପୂର୍ବବର୍ତ୍ତୀ ଘଟଣା ଭାବରେ ଦୃଷ୍ଟ ହୁଏ। ଦିବସ ପୂର୍ବରୁ ରାତ୍ରି ଆସେ, ରାତ୍ରି ପୂର୍ବରୁ ଦିବସ ଆସେ, ଏହା ଏକ ଦୈନନ୍ଦିନ ଘଟଣା। ରାତ୍ରି ଦିବସର ପୂର୍ବବର୍ତ୍ତୀ ଘଟଣା ହୋଇଥିଲେ ମଧ୍ୟ ଏହା ଦିବସର କାରଣ ନୁହେଁ। ପରିଶେଷ ପଦ୍ଧତିର ବୈଶିଷ୍ଟ୍ୟ ଏହା ଏକ ଆବିଷ୍କାର ପଦ୍ଧତି ଅଟେ। ଏହାକୁ ବ୍ୟତିରେକ ପଦ୍ଧତିର ଏକ ବିଶେଷ ପ୍ରକାର ଭାବେ ସ୍ୱୀକାର କରାଯାଏ। ଏହା ଗୋଟିଏ ଅବରୋହ ପଦ୍ଧତି ଅଟେ। ବ୍ୟତିରେକ ପଦ୍ଧତିର ଦୁଇଟି ବୈଶିଷ୍ଟ୍ୟ ବ୍ୟତିରେକ ପଦ୍ଧତିକୁ ଏକଧା ବ୍ୟତିରେକ ପଦ୍ଧତି କୁହାଯାଏ। ଏହା ଏକ ପରୀକ୍ଷଣ ପଦ୍ଧତି। ସେମିତି ସଂଯୁକ୍ତ ପଦ୍ଧତିର ଲକ୍ଷଣ କଣ ନା ସଂଯୁକ୍ତ ପଦ୍ଧତିକୁ ଦ୍ୱିଧାନ୍ୟ ପଦ୍ଧତି କୁହାଯାଏ। ଏହା ଏକ ପର୍ଯ୍ୟବେକ୍ଷଣ ପଦ୍ଧତି ଅଟେ। ଏହାକୁ ଗୋଟିଏ ପ୍ରମାଣ ପଦ୍ଧତି ବୋଲି ବିବେଚନା କରାଯାଏ। अलौकिक रूपरे सन्निकर्ष होता है। यह तीन प्रकार सामान्य लक्षण, ज्ञान लक्षण, जोगज प्रत्यक्ष। तापर समव्याप्ति कहले कौन बुझ पिला माने समव्याप्ति ना धूम बंधी मध्य थिबा संबंध निरुपाधिक अटे। एठारे व्याप्ति संबंध उपाधियुक्त नुहे। कौनसी शर्त अनुसार धूम बंधी समन्वित होई नथांती, किंतु जहा बंधीयुक्त ताहा धूमयुक्त कहबार बंधी धूम मध्यरे कौन विद्यमान संबंध उपाधि युक्त। बंधी सहित आर्द्र इंधन संयोग कले धूमर उपस्थिति परिलक्षित हुए। एही क्षेत्र में उभय धूम बंधी समव्यापक होइथांती। व्याप्तिर व्याप्य व्यापक सम विस्तृत युक्त होइथिले ताहाकु समव्याप्ति कुहाଯାଏ। तेणु धूम बंधी मध्यरे थिबा एक प्रकार संबंध को समव्याप्ति कुहाଯାଏ। ज्ञान लक्षण प्रत्यक्ष कौनसी गोटे इंद्रिय द्वारा तार निजर विषय व्यतिरक जदि अन्य इंद्रियर विषय प्रत्यक्ष कराଯାଏ ताकू ज्ञान लक्षण प्रत्यक्ष कहती। उदाहरण स्वरूप खंडे बरफ देखी जदि जणा जाए जे बरफटी खूब ठंडा, एठारे चक्षु इंद्रिय द्वारा जो शीतलता ज्ञान लाभ हैला ताहा ज्ञान लक्षण प्रत्यक्ष अटे। पूर्वग अस्वीकृत भित्तिक तर्क दोष मिश्र प्राकल्पिक निरपेक्ष युक्तिर द्वितीय नियम अनुଯାयी साध्य भाବରେ ଅନୁଗକୁ ପକ୍ଷ ଭାବରେ ଅସ୍ୱୀକାର କଲେ ତାହାର ପୂର୍ବକୁ ସିଦ୍ଧାନ୍ତର ଅସ୍ୱୀକାର କରାଯାଏ। ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ। ଉଦାହରଣ ଦେଖ ତାପରେ ଲେଖିବ। ତ ଏଇଟା 3 ମାର୍କିଆ କ୍ୱେଶ୍ଚିନ୍। 3 ମାର୍କିଆ କ୍ୱେଶ୍ଚିନ୍ ପିଲାମାନେ
ତିନି ମାर्किଆ क्वेश्चन देख तो स्क्रीनशॉट मारने पे लिखा बहुत गुरुत्वपूर्ण तो जो मानकर आंसर नहीं तो मैंने नहीं लिखि पार तो बहुत गुरुत्वपूर्ण क्वेश्चन आंसर तो जो मैंने मूल पढ़ना आपको पढ़ीदेव निश्चिंत तुम कौन ना तो तुम 80 ରୁ 70 भाया कौन ना पलि आसो तो भिडियो भल लगे लाइक शेयर सब्सक्राइब करदे रोचे धन्यवाद जय जगन्नाथ।